ଆଜିର ଭିଡ଼ିଓରେ ଆମେ ଓଡ଼ିଆ ଅନର୍ସର କୋର୍ 1 ୟୁନିଟ୍ 3 ପୃଥିବୀର ଭାଷା ପରିବାର ସମ୍ପର୍କରେ ଆଲୋଚନା କରିବା। ପୂର୍ବ ଭିଡ଼ିଓରେ ଆମେ ଆକୃତି ଆଧାରୀ ଭାଷା ପରିବାର ସମ୍ପର୍କରେ ଆଲୋଚନା କରିସାରିଛେ। ଆଜି ମହାଦେଶୀୟ ଆଧାରୀ ଭାଷା ସମ୍ପର୍କରେ ଆଲୋଚନା କରିବା। ମହାଦେଶୀ ଆଧାରୀ ପୃଥିବୀର ଭାଷା ପରିବାର। ମହାଦେଶୀ ଆଧାରୀ ଭାଷାକୁ ମୁଖ୍ୟତଃ 4 ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଆମେରିକୀୟ ଭାଷାଚକ୍ର, ଆଫ୍ରିକୀୟ ଭାଷାଚକ୍ର, ପ୍ରଶାନ୍ତ ମହାସାଗରୀୟ ଭାଷାଚକ୍ର, ୟୁରୋପୀୟ ଭାଷାଚକ୍ର। ପ୍ରଥମେ ଆମେ ଦେଖିବା ଆମେରିକା ଭାଷାଚକ୍ର। ଆମେରିକା ଭାଷାଚକ୍ର ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକାରେ ବହୁ ପ୍ରକାର ଭାଷା ପ୍ରଚଳିତ। ସେଗୁଡ଼ିକ ହେଲା ଉତ୍ତର ଆମେରିକାରେ କଥିତ ଭାଷା ଏସ୍କିମୋ, ଗ୍ରୀନଲ୍ୟାଣ୍ଡ, ଅଥୱାସୀ କାନାଡ଼ାରେ, ଅଲଗୋନିକ୍ ଯୁକ୍ତରାଷ୍ଟ୍ର, ନୋହୁ ଅତଲ ମେକ୍ସିକୋ, ଆଜଟେକ୍ ଓ ମୟ ଯୁକତାନ୍ ଏବଂ ଦକ୍ଷିଣ ଆମେରିକାରେ କଥିତ ହେଉଥିବା କରିବୋ, ଅବରୋକ୍ ଉତ୍ତରାଞ୍ଚଳ, ତିଓରାଦେଲ ଦକ୍ଷିଣାଞ୍ଚଳରେ, ଗୁଅଣିରୁପି ମଧ୍ୟାଞ୍ଚଳରେ, ୱିଲୋକନ୍ କୁଇଚୁଆ ପଶ୍ଚିମାଞ୍ଚଳର ଭାଷା ଏହି ଭାଷା ଚକ୍ରରେ ଅନ୍ତର୍ଭୁକ୍ତ। ଆମେରିକା ଭାଷାରେ ଆମେ ସ୍ୱରୂପ କେତେଗୁଡ଼ିଏ ଦେଖିବା। ଏହାର କୌଣସି ଲିପି ନାହିଁ। ବିଭିନ୍ନ ରଙ୍ଗର ଦଉଡ଼ିରେ ଗଣ୍ଠି ପକାଇ ପଥର, ଶଙ୍ଖ, ଶାମୁକା, ସିଂହା, ଚମଡ଼ା, ବୃକ୍ଷର ବକଳ ଉପରେ ନାନା ପ୍ରକାର ଚିତ୍ରମାନ ଆଙ୍କି ଏମାନେ ନିଜର କେତେକ ଭାବ ପ୍ରକାଶ କରିଥାନ୍ତି। ଏଗୁଡ଼ିକ ପ୍ରଶିଷ୍ଟ ଯୋଗାତ୍ମକ। ଏହାର ଅଧିକାଂଶ ଭାଷା କେବଳ କଥିତ ଉପଲବ୍ଧ, ତେବେ ମୟ ଏବଂ ନୋହୁଅତଲ ଭାଷା ଲିଖିତ ସାହିତ୍ୟ ଉପଲବ୍ଧ। ଅନେକ ସ୍ତରରେ ସ୍ତ୍ରୀ ଲୋକ ଗୋଟାଏ ପ୍ରକାର ଭାଷାରେ କଥାବାର୍ତ୍ତା କରନ୍ତି ତ ପୁରୁଷମାନେ ଆଉ ଗୋଟାଏ ଭାଷାରେ କଥାବାର୍ତ୍ତା କରନ୍ତି। ଏସବୁଥିରେ ଆଞ୍ଚଳିକ ଭାଷା ରୂପ ସ୍ପଷ୍ଟ। ଅଧିକାଂଶ ଭାଷା ଲିପି ଏବେ ସୁଦ୍ଧା ଆବିଷ୍କୃତ ହୋଇପାରି ନାହିଁ, କେବଳ କଥିତ ରୂପରେ ହିଁ ରହିଛି। ମୌଖିକ ଲୋକସାହିତ୍ୟ ଛଡ଼ା ଏହି ଭାଷାରେ କୌଣସି ଲିଖିତ ସାହିତ୍ୟ ରଚିତ ହୋଇନାହିଁ। ଏଥିରେ ଦନ୍ତ୍ୟ, ଅଷ୍ଟ୍ୟ, ମୂର୍ଦ୍ଧନ୍ୟ, ତାଳବ୍ୟ, ପାର୍ଶ୍ୱିକ ଆଦି ବ୍ୟଞ୍ଜନ ଧ୍ୱନିର ଅଧିକ ପ୍ରାଧାନ୍ୟ ରହିଛି। ଆଫ୍ରିକୀୟ ଭାଷାଚକ୍ର। ଏହି ଭାଷାରେ 5ଟି ଭାଷା ପରିବାର ରହିଛି: ବୁଶମେନ୍, ବାଣ୍ଟୁ, ସୁଦାନ, ହେମିଟିକ୍ ଓ ସେମିଟିକ୍। ସ୍ୱରୂପ ମୁଖ୍ୟତଃ ଦକ୍ଷିଣ ଆଫ୍ରିକାରେ ଏହି ଭାଷା ପ୍ରଚଳିତ। ଆଫ୍ରିକାର ଆଦିମ ଆଦିବାସୀମାନେ ଏହି ଭାଷାର ବ୍ୟବହାର କରନ୍ତି। ଅଧିକାଂଶ ଭାଷା ଲିପି ଏବେ ସୁଦ୍ଧା ଆବିଷ୍କୃତ ହୋଇପାରି ନାହିଁ, କେବଳ କଥିତ ରୂପରେ ହିଁ ରହିଛି। ମୌଖିକ ଲୋକସାହିତ୍ୟ ଛଡ଼ା ଏହି ଭାଷାରେ କୌଣସି ଲିଖିତ ସାହିତ୍ୟ ରଚିତ ହୋଇନାହିଁ। ଏଥିରେ ଦବ୍ୟ, ଔଶ୍ୟ, ମୂର୍ବନି, ତାଳବ୍ୟ, ପାର୍ଶ୍ୱିକ ଆଦି ବ୍ୟଞ୍ଜନ ଧ୍ୱନିର ଅଧିକ ପ୍ରାଧାନ୍ୟ ରହିଛି। ପ୍ରଶାନ୍ତ ମହାସାଗର ଭାଷାଚକ୍ର। ଦ୍ୱୀପପୁଞ୍ଜମାନଙ୍କରେ ପ୍ରଶାନ୍ତ ମହାସାଗରୀୟ ଭାଷାଚକ୍ର ବିସ୍ତାର ଲାଭ କରିଛି। ଆଫ୍ରିକାର ଦକ୍ଷିଣ ପୂର୍ବରେ ଅବସ୍ଥିତ ମାଡଗାସ୍କରଠାରୁ ଆରମ୍ଭ କରି ଚିଲିର ପଶ୍ଚିମରେ ଥିବା ବିଭିନ୍ନ ଦ୍ୱୀପପୁଞ୍ଜରେ ଏହି ଭାଷାଚକ୍ର ବିସ୍ତାରିତ। ମୁଖ୍ୟତଃ ପ୍ରଶାନ୍ତ ମହାସାଗରୀୟ ଭାଷାଚକ୍ରରେ 5ଟି ଭାଷା ପରିବାର ଅନ୍ତର୍ଭୁକ୍ତ। ସେଗୁଡ଼ିକ ନିମ୍ନରେ ଦର୍ଶାଗଲା: ଇଣ୍ଡୋନେସିଆନ୍ ପରିବାର, ମାଲେସିଆନ୍ ପରିବାର, ପାଲିନେସିଆନ୍ ପରିବାର, ପାପୁଆ ପରିବାର, ଅଷ୍ଟ୍ରେଲିଆନ୍ ପରିବାର। ପ୍ରଥମେ ଆମେ ଦେଖିବା ଇଣ୍ଡୋନେସିଆନ୍ ପରିବାର। ଏହି ଭାଷାଭାଷୀ ଲୋକମାନଙ୍କ ସଂଖ୍ୟା 5 କୋଟିରୁ ଉର୍ଦ୍ଧ୍ୱ। ଭାରତୀୟ ଆର୍ଯ୍ୟ, ଯାହାକି ସଂସ୍କୃତ ଭାଷାର ପ୍ରଭାବ ଏହି ଭାଷାରେ ଦେଖିବାକୁ ମିଳେ। ଜାଭା, ସୁମାତ୍ରା ଆଦି ଦ୍ୱୀପପୁଞ୍ଜରେ ଏହି ଭାଷା ପ୍ରଚଳିତ। ଉଚ୍ଚ ଶ୍ରେଣୀର ଲୋକମାନେ କ୍ରୋମୋ ଭାଷା ଓ ନିମ୍ନ ଶ୍ରେଣୀର ଲୋକମାନେ ନଗୋକୋ ଭାଷା ବ୍ୟବହାର କରିଥାନ୍ତି। କୌଇ ହେଉଛି ଏହାର ସାହିତ୍ୟିକ ଭାଷା। ଏହାର ଲକ୍ଷଣ ହେଉଛି ବ୍ୟଞ୍ଜନ ଧ୍ୱନିମାନଙ୍କ ପରିବର୍ତ୍ତନଶୀଳତା। ସଂସ୍କୃତ, ଚାଇନା, ଆରବିକ୍ ଭାଷାରେ ବିଚିତ୍ର ଚିତ୍ରଣ ଦେଖିବାକୁ ମିଳେ। ଆଦି, ପ୍ରାନ୍ତ ଓ ମଧ୍ୟସ୍ଥାନରେ ସ୍ୱରଯୋଗ ହୋଇଥାଏ। ଶବ୍ଦ ଓ ଧାତୁ ମଧ୍ୟରେ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହୁଏ ନାହିଁ। ବହୁ ବଚନ ପାଇଁ ପୁନରୁକ୍ତିର ସାହାଯ୍ୟ ନିଆଯାଏ, ଯଥା ରୋଜ, ଯାହା ରାଜା, ବୌକ, ରଜ, ରାଜା, ରଜ, ରାଜାମାନେ। ଏହି ଭାଷା ଶାଖା ଭାଷାଗୁଡ଼ିକ ହେଉଛି ମାଲୟ, ବଉକ, ଜାବନିକ ହେବ ଏଟା, ସୁଦାୟନ, ଡୟକ, ବୁଘି, କ୍ରୋମୋ, ନାଗୋକୋ, ତାଗଲ ପ୍ରଭୃତି। ଏବେ ଆମେ ଦେଖିବା ମାଲେସିଆନ୍ ପରିବାର। ପ୍ରଶାନ୍ତ ମହାସାଗର ମଧ୍ୟଭାଗରେ ଅବସ୍ଥିତ ମାଲେସିଆନ୍ ପିଜି ଦ୍ୱୀପପୁଞ୍ଜରେ ଏହି ଭାଷା ପ୍ରଚଳିତ। ଏହାର ଲକ୍ଷଣ ହେଉଛି ଏହାର ବଚନ ଭେଦ ବିଚିତ୍ର। ଏଥିରେ ଏକବଚନ, ଦ୍ୱିବଚନ, ତ୍ରିବଚନ ଓ ବହୁବଚନ ଗଣନ ପାଇଁ କେତେବେଳେ 4 ଉପରେ, କେବେ 10 ଉପରେ ଓ କେବେ 20 ଉପରେ ଗୁରୁତ୍ୱ ଦିଆଯାଇଥାଏ। ଗୋଟିଏ ଶବ୍ଦ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ଅର୍ଥ ଗ୍ରହଣ କରିଥାଏ। ଗୁରୁତ୍ୱ ଆରୋପ କରି ଶବ୍ଦରେ ଦ୍ୱିତ୍ୱ ଆନୟନ କରାଯାଏ। ଏହି ଭାଷା ପିଜି, କେଲିଡୋନି, ହେବିଜି ଓ ସିଲୋମୋନି ଭାଷା ପରିବାର ଅନ୍ତର୍ଭୁକ୍ତ। ପାଲିନେସିଆନ୍ ଭାଷା ପରିବାର ଏବେ ଦେଖିବା। ଏହି ଭାଷାରେ ପାଲିନେସିଆନ୍ ପରିବାରରେ ପ୍ରଚଳିତ। ଇଣ୍ଡୋନେସିଆ ପରିବାରରେ ଅନେକ ଶବ୍ଦ ଏଥିରେ ବ୍ୟବହୃତ ହୋଇଥାଏ।
ବେଳେବେଳେ କେତେକ ସ୍ଥାନରେ ବ୍ୟଞ୍ଜନ ଲୋପର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏହି ପରିବାରରେ ସଂଯୁକ୍ତ ସ୍ୱର ଓ ସଂଯୁକ୍ତ ବ୍ୟଞ୍ଜନ ଦେଖିବାକୁ ମିଳେ ନାହିଁ। ଅଗଣତି ଦଶ ଉପରେ ଆଧାରିତ ଅଟେ କି ବେଳେବେଳେ ଏଥିରେ ବାକ୍ୟର ସମ୍ବନ୍ଧ ଦେଖିବା ପାଇଁ ସ୍ୱତନ୍ତ୍ର ନିପାତର ସାହାଯ୍ୟ ନିଆଯାଇଥାଏ। ସମ୍ପ୍ରତି ଏହି ପରିବାର ବର୍ତ୍ତମାନ ସମ୍ପୂର୍ଣ୍ଣ ଅଯୋଗାତ୍ମକ ହୋଇ ରହିଛି। ପୁନରୁକ୍ତି ସାହାଯ୍ୟରେ ଅର୍ଥର ବିଶେଷତ୍ୱ ପ୍ରକାଶ କରାଯାଇଥାଏ, ଯଥା ହେରେ ଚାଲିବା, ହେଇରେ ବଡ଼କୁ ଉପରକୁ ଗତି କରିବା, ହୁଲି ଖୋଜିବା, ହୁଲି ହୁଲି ଭଲ ଭାବରେ ଖୋଜିବା, ମଉରୀ ନ୍ୟୁକିଲ୍ୟାଣ୍ଡ, ଟଙ୍କା ଟଙ୍ଗା ହିଁ ହେବ, ସମଇ ସମା, ହାୱାଇ ଦ୍ୱୀପପୁଞ୍ଜ, ତାହିଦି ପ୍ରଭୃତି ଏହି ପରିବାର ଉଲ୍ଲେଖଯୋଗ୍ୟ। ଏବେ ଆମେ ଦେଖିବା ପାପୁଆ ପରିବାର। ଏହି ପାପୁଆ ପରିବାର ପ୍ରଶାନ୍ତ ମହାସାଗର ଭାଷାଚକ୍ରର ଅନ୍ତର୍ଭୁକ୍ତ। ଭାଷାତତ୍ତ୍ୱବିତ୍ ମାନଙ୍କର ମତରେ ନ୍ୟୁଗିନି ନିକଟବର୍ତ୍ତୀ ଛୋଟ ଛୋଟ ଦ୍ୱୀପପୁଞ୍ଜରେ ଏହି ଭାଷା କଥିତ ହୋଇଥାଏ। ଏହି ଭାଷା ଅଶ୍ଳିଷ୍ଟ ଯୋଗାତ୍ମକ ପଦ ଗଠନ ପାଇଁ ପରସର୍ଗ ଓ ପୂର୍ବସର୍ଗର ବ୍ୟବହାର କରାଯାଇଥାଏ। ଏବେ ଆମେ ଦେଖିବା ଆଉ ଗୋଟିଏ ଅଷ୍ଟ୍ରେଲିଆନ ପରିବାର। ଏହି ଭାଷା ପରିବାର ଅଷ୍ଟ୍ରେଲିଆ ଓ ବାସମାନିଆ ଦ୍ୱୀପପୁଞ୍ଜରେ ବ୍ୟବହୃତ ହୁଏ। ଏହାର ଅନ୍ତର୍ଗତ ଭାଷାଗୁଡ଼ିକ ଅକ୍ଳିଷ୍ଟ ଯୋଗାତ୍ମକ। ଅଧିକାଂଶ କ୍ଷେତ୍ରରେ ପ୍ରତ୍ୟୟ ଯୋଡ଼ାଯାଏ, ପଦ ଗଠନ କରାଯାଏ। କେତେକ ଏହାକୁ ଦ୍ରାବିଡ଼ ଭାଷାର ଅନ୍ତର୍ଭୁକ୍ତ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସମ୍ଭବପର ହୋଇନଥିଲା। ଏହି ପରିବାରର ପ୍ରଧାନ ଭାଷା ହେଉଛି ମୈଖାରୀ ଓ କମିଲରୋଇ। ଏବେ ଆମେ ଦେଖିବା ୟୁରେସିଆ ଭାଷାଚକ୍ର। ୟୁରେସିଆ ଚକ୍ର ସମଗ୍ର ବିଶ୍ୱର ଭାଷା ପରିବାର ଚଳର ଗୁରୁତ୍ୱପୂର୍ଣ୍ଣ ଭାଗ। ବିଶ୍ୱର ସମଗ୍ର ଉନ୍ନତ ଜାତିମାନଙ୍କର ସଭ୍ୟତା, ସଂସ୍କୃତି ଓ ଇତିହାସ ଏହି ପରିବାର ମଧ୍ୟରେ ଅଛି। ଭାଷା ତାତ୍ତ୍ୱିକ ଅଧ୍ୟୟନ ଦୃଷ୍ଟିକୋଣରୁ ଏହି ଭାଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର 7ଟି ମୁଖ୍ୟ ଭାଷା ରହିଛି। କେତେଗୁଡ଼ିଏ ଭାଷାର ସନ୍ଧାନ ମିଳିଛି ଯେଉଁମାନଙ୍କୁ କୌଣସି ପରିବାର ପରିସରଭୁକ୍ତ କରାଯାଇ ପାରିନାହିଁ। ସେ ଭାଷାଗୁଡ଼ିକୁ ଅନିର୍ଦ୍ଦିଷ୍ଟ ଅନିର୍ଦ୍ଦିଷ୍ଟ ବା ବିବିଧ ଭାଷା ପରିବାର ଅଭିହିତ କରାଯାଇପାରେ। 7ଟି ଭାଷା ଏଠି ବି ଟାଇପିଂ ମିଷ୍ଟେକ୍ ହେଇଛି, 7ଟି ହେବ। 7ଟି ଭାଷା ପରିବାରକୁ ନିମ୍ନ ଦିଆଗଲା। ସେମିଟିକ୍ ପରିବାର। ଏହି ପରିବାର ଭାଷା ମୋକୋକ୍ ଠାରୁ ସ୍ୱେଜ୍ କେନାଲ ପର୍ଯ୍ୟନ୍ତ ପ୍ରଚଳିତ। ଏସିଆ ମହାଦେଶର ବହୁ ଅଞ୍ଚଳ ଭାଷା ଏଥିରେ କଥିତ ହୋଇଥାଏ। ଏହାର ବିଶିଷ୍ଟ ଲକ୍ଷଣ ହେଉଛି ଅର୍ଥତତ୍ତ୍ୱବୋଧକ ଶବ୍ଦ ତ୍ରିବ୍ୟଞ୍ଜନ ବିଶିଷ୍ଟ। ଏହାର ଶିଷ୍ଟ ଯୋଗାତ୍ମକ ଏବଂ ଅନ୍ତର୍ମୁଖୀ। ଏଥିରେ ପୂର୍ବ ଓ ପ୍ରାନ୍ତ ମଧ୍ୟରେ ସ୍ୱର ବ୍ୟବହାର କରାଯାଏ। ସ୍ୱର ପରିବର୍ଜନ ଦ୍ୱାରା ଅର୍ଥତତ୍ତ୍ୱ ଓ ସମତତ୍ତ୍ୱର ପରିବର୍ତ୍ତନ ହୋଇଥାଏ। ସମାସ କେବଳ 2 ଶବ୍ଦ ବିଶିଷ୍ଟ ଏବଂ କେବଳ ବିଶେଷ୍ୟ ପଦମାନଙ୍କର ସମାସ ବ୍ୟବହୃତ ହୋଇଥାଏ। ପ୍ରାଚୀନ ହିବ୍ରୁ, ମୋଆବାଇଟ୍, ସୋମାଲିଗୁନ୍, ଫୋନିସିଆନ୍, ଆସିରିଆନ୍, ପାଳିନନ୍, ଆରବୀ ପ୍ରଭୃତି ସେମିଟିକ୍ ଭାଷା ପରିବାର ଅନ୍ତର୍ଭୁକ୍ତ। ଏହି ପରିବାରର ଭାଷାଗୁଡ଼ିକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଆର୍ଯ୍ୟ, ଚାଇନା ଓ ସେମିଟିକ୍ ଏହି 3 ଭାଷାର ପ୍ରତିଭାଷା ପରିବାର ମଧ୍ୟ ସହସ୍ର ବର୍ଷ ଧରି ସଭ୍ୟତାର ମାନଦଣ୍ଡ ହୋଇ ଆସିଛି। କକେସ୍ ପରିବାର। କୃଷ୍ଣ ସାଗର ଏବଂ କାସ୍ପିଆନ୍ ସାଗର ମଧ୍ୟବର୍ତ୍ତୀ କକେସ୍ ପାର୍ବତ୍ୟ ଅଞ୍ଚଳରେ ଏହି ରାସ୍ତା ପ୍ରଧାନ ଅଟେ। ଏହି ଭାଷା ପରିବାର ମଧ୍ୟରେ ଭାଷାମାନଙ୍କର ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ, ଯଥା ଏହି ଭାଷାଗୁଡ଼ିକ ଅକ୍ଳିଷ୍ଟ ଯୋଗାତ୍ମକ। ଏଥିରେ ପ୍ରତ୍ୟୟ ଉପସର୍ଗ ଉଭୟ ଯୋଗ କରାଯାଏ। ପଦ ଗଠନ ପଦ୍ଧତି କଠିନ। କେତେକ ଭାଷାରେ ବିଶେଷ୍ୟ 30ଟି। ଏହି ପରିବାରର 72ଟି ଶାଖାରେ ସ୍ୱରଧ୍ୱନି ସଂଖ୍ୟା ଅଳ୍ପ, ପ୍ରାୟ 20 ଲକ୍ଷ ଲୋକ ଏହି ଭାଷାରେ କଥାବାର୍ତ୍ତା ହୁଅନ୍ତି। ଏହି ଭାଷାର ନିଜସ୍ୱ ଲିପି ଓ ତାରିଖ ରହିଛି। ଏହାର ଉତ୍ତରୀ ଶାଖାର ଉଲ୍ଲେଖଯୋଗ୍ୟ ଭାଷା ହେଉଛି, ଏଇଟା ଟାଇପିଂ ମିଷ୍ଟେକ୍ ହେଉଛି, ଭତରୀ ହେବନି, ଏଇଟା ଉତ୍ତରୀ ହେବ। ଉତ୍ତରୀ ଶାଖାର ଉଲ୍ଲେଖଯୋଗ୍ୟ ଭାଷା ହେଉଛି ସିରୋସେସିଆନ୍ ଆଉ ଲେକ୍ସଅନ୍ ଏବଂ ଦକ୍ଷିଣୀ ଶାଖାର ପ୍ରଧାନ ଭାଷା ହେଉଛି ଜର୍ଜିଆନ୍, ସ୍ୱାନିଆନ୍ ଓ ମିଗ୍ରୋଲିଆନ୍। ୟୁରାଲ୍ ଆଲ୍ଟାଇକ୍ ପରିବାର। ଏହି ଭାଷା ପରିବାର ୟୁରାଲ୍ ଓ ଆଲ୍ଟାଇକ୍ ପର୍ବତମାଳାର ମଧ୍ୟବର୍ତ୍ତୀ ଅଞ୍ଚଳ ତୁର୍କୀ, ହଙ୍ଗେରୀ, ଫିନଲ୍ୟାଣ୍ଡ ଠାରୁ ଆରମ୍ଭ କରି ଭୂମଧ୍ୟସାଗର ଉତ୍ତର ମହାସାଗର ପର୍ଯ୍ୟନ୍ତ ବିସ୍ତୃତ। ତେଣୁ ଏହାର ନାମ ୟୁରାଲ୍ ଆଲ୍ଟାଇ। ଅନେକେ ଏହାକୁ 2ଟି ଅଲଗା ଅଲଗା ପରିବାର ବୋଲି ଗ୍ରହଣ କରିଛନ୍ତି। ବ୍ୟାକରଣ ଦୃଷ୍ଟିରୁ ଏମାନଙ୍କର ଏକତାକୁ ଅସ୍ୱୀକାର କରାଯାଇ ନପାରେ। 2ଟି ଯାକ ଭାଷା ଅଶିଷ୍ଟ ଅନ୍ତଃଯୋଗାତ୍ମକ ଧାତୁରେ ପ୍ରତ୍ୟୟ ଯୋଗ କରାଯାଇ ପଦ ଗଠନ କରାଯାଏ। ଉଭୟ ଭାଷାର ଧାତୁ ଅବ୍ୟୟ ପରି ଅବିକଳ ଓ ଅପରିବର୍ତ୍ତନୀୟ। ଉଭୟରେ ଗୁରୁ ଓ ଲଘୁ 2 ପ୍ରକାର ସ୍ୱର ରହିଛି। ସ୍ୱର ସଂଗତି ଉଭୟ ଭାଷାର ଲକ୍ଷଣ ଜଣାପଡ଼େ ଯେ ଉଚ୍ଚାରଣ ସୌନ୍ଦର୍ଯ୍ୟ ପାଇଁ ଏହି ନିୟମ ଲାଗୁ ରହିଛି। ଏକାକ୍ଷର ପରିବାର। ଏହାର ପ୍ରତ୍ୟେକ ଶବ୍ଦ ଏକ ଅକ୍ଷର ବିଶିଷ୍ଟ ହୋଇଥିବାରୁ ଏପରି ନାମକରଣ ହୋଇଅଛି। ଏହାକୁ କେହି ଚାଇନା ପରିବାର ବୋଲି କହନ୍ତି। ଚୀନ୍, ଶ୍ୟାମ
ତିବ୍ବତ ଓ ବ୍ରହ୍ମଦେଶରେ ଏହି ଭାଷା କଥିତ ହୋଇଥାଏ। ଇଣ୍ଡୋ ୟୁରୋପୀୟ ପରିବାରକୁ ଛାଡ଼ିଦେଲେ କହୁଥିବା ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ହେଉଛି ପୃଥିବୀର ଶ୍ରେଷ୍ଠ ପରିବାର। ଏହି ଭାଷା ପରିବାରର ପ୍ରଧାନ ଲକ୍ଷଣ କେବଳ ଚାଇନା ଭାଷାରେ ମିଳୁଅଛି। ଏହି ଭାଷାରେ ଅତି ପ୍ରାଚୀନ ସମୃଦ୍ଧ ସାହିତ୍ୟ ଦେଖିବାକୁ ମିଳେ। ଏହି ଭାଷାର ବିଶେଷତ୍ୱ ହେଉଛି ଏହା ସ୍ଥାନ ପ୍ରଧାନ ବା ଅଯୋଗାତ୍ମକ। ଶବ୍ଦର ସ୍ଥାନ ପରିବର୍ତ୍ତନ ହେଲେ ସମୁଦ୍ର ବଦଳିଯାଏ, ଯଥା ହୁଆ ପୋ ଓ ମିନ ରାଜା ପ୍ରଜାଙ୍କ ରକ୍ଷା କରନ୍ତି, ମିନ ପୋ ହୁଆ ପ୍ରଜା ରାଜାକୁ ରକ୍ଷା କରନ୍ତି। ଏକାଧିକ ଶବ୍ଦ ସଂଖ୍ୟା ଚାଇନା ଭାଷାରେ 500ରୁ 1000 ମଧ୍ୟରେ ହୋଇପାରେ। ଏହି ପରିବାର ଅଧିକାଂଶ ଭାଷା 4ଟି ସ୍ୱର ରହିଛି। ଇଣ୍ଡୋ ୟୁରୋପୀୟ ଭାଷା ପରି ଏହାର ବ୍ୟାକରଣ ନାହିଁ। ଅନେକ ସମୟରେ ଶବ୍ଦର ସ୍ଥାନରୁ ଅର୍ଥ ସ୍ପଷ୍ଟ ହୋଇପାରେ ନାହିଁ, ତେଣୁ ସହାୟକ ଶବ୍ଦର ସହାୟତା ନେବାକୁ ପଡ଼ିଥାଏ। ଏହି ଭାଷାରେ ଅନୁନାସିକ ଧ୍ୱନିର ବାହୁଲ୍ୟ ଦେଖିବାକୁ ମିଳେ। ଚାଇନା, ମନ୍ଦାରିନ୍, ପୋକିନ୍, କ୍ୟାଣ୍ଟୋନି, ସାମି, ସାନ୍, ସାମି, ଜହମ, ଆସାମୀ, ବୋଦୋ, ନାଗା, ଲେଲୋ, ଲଦାଖୀ, ହିମାଳୟୀ ପ୍ରଭୃତି ଭାଷାବଳୀ ଏହି ପରିବାରର ଅନ୍ତର୍ଭୁକ୍ତ। ଦ୍ରାବିଡ଼ ପରିବାର। ଏହି ଭାଷା ପରିବାର କ୍ଷେତ୍ରରେ ଦକ୍ଷିଣ ଭାରତର ନର୍ମଦା ଗୋଦାବରୀ ନଦୀ ଉପତ୍ୟକାଠାରୁ କୁମାରିକା ଅନ୍ତରୀକ୍ଷ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏତଦ୍‌ବ୍ୟତୀତ ଉତ୍ତର ଲଙ୍କା, ଲାକ୍ଷାଦ୍ୱୀପ, ବେଲୁଚିସ୍ତାନ, ମଧ୍ୟପ୍ରଦେଶ, ବିହାର ଏବଂ ଆମ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଭାଷାଭାଷୀ ବାସ କରନ୍ତି। ଏହି ପରିବାରକୁ ତାମିଲ ପରିବାର କୁହାଯାଏ। ଏହି ଭାଷାର ବିଶେଷତ୍ୱ ହେଉଛି ଏହି ଭାଷା ପରିବାର ଭାଷା ଅଶିଷ୍ଟ ଅନ୍ତର୍ଯୋଗାତ୍ମକ। ତାମିଲ ପରିବାର ଅଶିଷ୍ଟ ଅନ୍ତର୍ଯୋଗାତ୍ମକ ଉପଯୁକ୍ତ ପ୍ରଣାଳୀରେ ଉପସର୍ଗ ଓ ପରସର୍ଗ ସଂଯୋଗ କରି ଅତି ସହଜରେ ସମାସ ଗଠନ କରାଯାଇପାରେ। ଶବ୍ଦର ଆରମ୍ଭରେ ବ୍ୟଞ୍ଜନ ବା ଏକକ ବ୍ୟଞ୍ଜନ ପଛରେ ଘୋଷ ବ୍ୟଞ୍ଜନ ରହିଥାଏ। ଏଥିରେ ଲିଙ୍ଗ 3 ପ୍ରକାର: ସ୍ତ୍ରୀଲିଙ୍ଗ, ପୁଲ୍ଲିଙ୍ଗ ଆଉ କ୍ଳୀବଲିଙ୍ଗ। ଏହି ଭାଷାରେ କ୍ରିୟାପଦ ଗଠନ କରିବା ବିଚିତ୍ର ଧରଣ ଅଟେ। ଏଥିରେ ବଚନ 2 ପ୍ରକାର: ଏକବଚନ, ବହୁବଚନ। ଗଣନା ସଂଖ୍ୟା 10 ଉପରେ ଆଧାରିତ। ଦ୍ରାବିଡ଼ ଭାଷା ପରିବାର ଅନ୍ତର୍ଭୁକ୍ତ କେତୋଟି ପ୍ରଧାନ ଭାଷା ହେଉଛି ତାମିଲ, ମାଲାୟାଲମ, କନ୍ନଡୀ, ତୁଲୁ, କୁଡାଙ୍ଗୁ, କୋଟା, ଗଣ୍ଡ, ଟୁଟା, କନ୍ଧ, କୁରୁଖ, ମାଲ୍ଟୋ, ଲୁଇ, କୋଲାମୀ, ତେଲୁଗୁ, ବ୍ରାଦୁଇ ପ୍ରଭୃତି। ଏବେ ଆମେ ଦେଖିବା ତାମିଲ ପରିବାର। ଏହି ଭାଷା ଉତ୍ତର ଲଙ୍କା ଓ ଭାରତ ତାମିଲନାଡୁଠାରୁ କୁମାରିକା ଅନ୍ତରୀପ ପର୍ଯ୍ୟନ୍ତ ଅଧିକ ଭାବେ କଥିତ ହୋଇଥାଏ। ଏହି ଭାଷା କହୁଥିବା ଲୋକ ସଂଖ୍ୟା 1961 ଜନଗଣନା ଅନୁଯାୟୀ ଥିଲା ପ୍ରାୟ 11 କୋଟି। ଦ୍ରାବିଡ଼ ଭାଷା ମଧ୍ୟରେ ତାମିଲ ସବୁଠାରୁ ପ୍ରାଚୀନ। ଏହି ଭାଷାର 2ଟି ରୂପ ଅଛି: ସେନ ପୂର୍ଣ୍ଣ ଶିଷ୍ଟ ବା ବିଦ୍ୟୁକ୍ତ ରୂପ, କୋଡୁନ ଗ୍ରାମ୍ୟ ବା ଲୌକିକ ରୂପ, ଇରୁଲ, କୋରବ, କୁସୁବ, କାକାଡି ଏବଂ ବୁରଗଣ୍ଡି ପ୍ରଭୃତି ଏହାର ଶାଖା ଭାଷା। ତାମିଲ ଶବ୍ଦ 3ଟି ବିଭକ୍ତି ନିର୍ଣ୍ଣୟ କରାଯାଇପାରେ, ଯଥା ଇଣ୍ଡୋ ୟୁରୋପୀୟ, ଦାମିଜ, ଗ୍ରୀକ, ଦାମିର, ପ୍ରାଚୀନ ତାମିଲ, ଦାମିଜକମ, ତାମିଲକମ। ତାପରେ ଆଧୁନିକ ତାମିଲ ବା ତାମିଲ ସିଂହଳୀ ତାମିଲ, ତାମିଲ, ସଂସ୍କୃତ ଦ୍ରମିଲ, ଦାମିଲ, ତାମିଲ ଏପରି ଭାବରେ ଗତି କରିକି ପରିବର୍ତ୍ତନ ହେଇଛି। ମନୁସ୍ମୃତି ଓ ମହାଭାରତ ଗ୍ରନ୍ଥରେ ଦ୍ରାବିଡ଼ ଶବ୍ଦ ବ୍ୟବହୃତ ହୋଇଥିବାରୁ ଏହି ଶବ୍ଦଟି ମଧ୍ୟ ତାମିଲ ଶବ୍ଦ ରୂପେ କଳ୍ପିତ କରାଯାଇଛି। ତେଲୁଗୁ ପରିବାର। ଦକ୍ଷିଣ ଭାରତ ଆନ୍ଧ୍ରପ୍ରଦେଶ ରାଜ୍ୟରେ ତେଲୁଗୁ ଭାଷା ପ୍ରଧାନ। ଏହା ବ୍ୟତୀତ ସିଂହଳ, ବେଲୁଚିସ୍ତାନ, ମଧ୍ୟପ୍ରଦେଶ, ବିହାର, ଓଡ଼ିଶା ଓ ତାମିଲନାଡୁ, କର୍ଣ୍ଣାଟକ ଓ କେରଳରେ ମଧ୍ୟ ଏହି ଭାଷାଭାଷୀ ବାସ କରନ୍ତି। ଐରେରୀୟ ଆରଣ୍ୟକ ଖ୍ରୀଷ୍ଟପୂର୍ବ 700 ଆନୁମାନିକ ଗ୍ରନ୍ଥରେ ଆନ୍ଧ୍ର ଜାତିର ଉଲ୍ଲେଖ ମିଳୁଥିବାରୁ ଅନ୍ତତଃ କୌଣସି ଶବ୍ଦରୁ ତେଲୁଗୁ ଭାଷା ସୃଷ୍ଟି ଲାଭ କରିପାରିଥିବା ଅନୁମାନ କରାଯାଏ। ତେଲୁଗୁ ଭାଷାର ପ୍ରାୟ 25ଟି ଉପଭାଷା ରହିଛି। ଏହି ଭାଷାରେ ଅତି ଉନ୍ନତ ସାହିତ୍ୟ ପରମ୍ପରା ମଧ୍ୟ ଗଢ଼ି ରହିଛି। ଏହି ଭାଷାର ଆଦିକବି ନାନ୍ମାୟା ଭଟ୍ଟି ସଂସ୍କୃତ ମହାଭାରତ କେତୋଟି ପର୍ବ ଆଦି ସଭାବନ ଏହି ଭାଷାରେ ଅନୁବାଦ କରିଥିଲେ। 1022 ଖ୍ରୀଷ୍ଟାବ୍ଦ ତେଲୁଗୁ ଭାଷାରେ ବିଦଗ୍ଧ ଓ ଲୌକିକ 2ଟି ରୂପ ଦେଖିବାକୁ ମିଳେ। ଏହି ଭାଷାଭାଷୀ ସଂଖ୍ୟା ପ୍ରାୟ 5 କୋଟି। ଏବେ ଏହା ସରିଲା ମହାଦେଶାଧାରୀ ଭାଷା ପରିବାର। ପରବର୍ତ୍ତୀ ଭିଡ଼ିଓରେ ଆମେ ଆଉ ଗୋଟିଏ ଭାଷା ପରିବାର ସମ୍ପର୍କରେ ଆଲୋଚନା କରିବା। ଜୟ ଜଗନ୍ନାଥ।